ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କପିଳ ବାବାଙ୍କ କତରୁ ମୁଁ ଯେତେବେଳେ ଜାଣିଲି, ମତେ କପିଳ ବାବା କହିଲେ ତମେ ନେମାଳ ଯିବ। ଗୋପାଳ ଘର କଥା ମୁଁ କହିଦେଇଥିଲି ନା। ମୁଁ ନେମାଳ ଯେତେବେଳେ ଗଲି, ଆପଣଙ୍କର ନେମାଳର ରୁଟ୍ ମୁଁ ଜାଣିନି। ସେତେବେଳେ ଆପଣଙ୍କର ବିକଳାକର ରସଗୋଲାର ଆଡଭର୍ଟାଇଜ ଆସେ, କଟକ ସାଲେପୁର। ଆମର ବି ତତ୍କାଳୀନ ସମୟରେ କଟକ ଡିଷ୍ଟ୍ରିକ୍ଟ ଥିଲା। ମୁଁ କହିଲି ଠିକ ଅଛି। ଆମର ମୁଁ ଟିକେ ବୁଲାବୁଲି କରେ, ସିନେମା ଫିନେମା ବି ଦେଖେ, ଟାଉନ ଫାଉନ ବୁଲିବାକୁ ମତେ ଭଲ ଲାଗେ। ଆମର ଯିଏ ସବୁ ଅଛନ୍ତି, କାହିଁକିନା ମୁଁ ଆପଣଙ୍କର 9 ବର୍ଷ ଯେତେବେଳେ ହେଇଛି ବଜାର ଉପରେ ରହିଛି, ଶିକ୍ଷିତ ଲୋକ, ମାଷ୍ଟର, ଆପଣଙ୍କର ବ୍ଲକର ଯିଏ ବିଡିଓ ଫିଡିଓ ଭଲ ମନ୍ଦ, ସେତେବେଳେ ତତ୍କାଳୀନ ସମୟରେ ସାଇକେଲ ଚଲାନ୍ତି। ମୁଁ ଗୋଟେ ସାଇକେଲ ମେକାନିକ। ତେଣୁ ମୋର ଯୋଉ ଲୋକଙ୍କ ସାଙ୍ଗରେ ସମ୍ପର୍କ ନ ହବା କଥା ହେଇଯାଇଛି, କାରଣ ମୁଁ ଯେହେତୁ ମେକାନିକ ନା, ସାଇକେଲ ମେକାନିକ। ସେତେବେଳେ ମୋଟରସାଇକେଲ ଫୋଟରସାଇକେଲ କିଛି ନଥିଲା। ମୁଁ ସେତେବେଳେ କାମ ଶିଖିଥିଲି। ଦିନକୁ ପାଇନି 25 ପଇସା, 8 ଦିନ ପାଇନି 50 ପଇସା, 15 ଦିନ ପାଇନି 75 ପଇସା, ମାସକ ବେଳକୁ ପାଇନି ଟଙ୍କାଟିଏ। ଦୋକାନ ଯେତେବେଳେ ଛାଡ଼ିନି, ସେତେବେଳକୁ 27 ଟଙ୍କା 28 ଟଙ୍କା ପାଉଥିଲି। ପାନ ଖାଇକିରି ମୋ ଦାନ୍ତ ବର୍ତ୍ତମାନ ନାହିଁ, କଳା ଦାନ୍ତ ପଙ୍କ। ଇଏ ତ ଆକ୍ସିଡେଣ୍ଟରେ ଭାଙ୍ଗି ଯାଇଛି 2-3ଟା ଦାନ୍ତ। ମୁଁ ଯେତିକି ପଇସା ପାଏ ସବୁ ଖାଇଦିଏ। ବାପା ତ ଘର ଚଳାନ୍ତି, ମୋର କଣ ଅଛି, ମୁଁ ବଜାରିଆ ରାଣ୍ଟାରେ ଚଳେ। ଗୋଟେ କଲର ପ୍ୟାଣ୍ଟ, ଗୋଟେ କଲର ସାର୍ଟ, ରୁମାଲ, ତଡ଼ି ଗଞ୍ଜି ଠାରୁ ଆରମ୍ଭ କରି ସେ ଚପଲ ପର୍ଯ୍ୟନ୍ତ, ହାଫ ସୁଜ୍ ଜୋତା ଠାରୁ ଆରମ୍ଭ କରି ବୁଟ ପର୍ଯ୍ୟନ୍ତ ସବୁ ଗୋଟେ କଲର ଥିବ। ସେଇ ସମୟରେ ମୁଁ ନେମାଳ ଯିବା ପାଇଁ ସ୍ଥିର କଲି। ମୋ ବୋଉ ଥାଏ ଘରେ, ମୋ ସାନ ଭାଇ ବି ଥାଏ। ସାନ ଭାଇ ସେତେବେଳକୁ ଜନ୍ମ ହେଇଯାଇଥିଲା। ସାନ ଭାଇ ମୋ ଠାରୁ 3-4 ବର୍ଷ ସାନ। ତା ତଳ ଭାଇ ବି ବୋଧେ ଜନ୍ମ ହେଇଯାଇଥିଲା, କାହିଁକିନା ମତେ 12-13 ବର୍ଷ ହେଲାଣି। ମାନେ ମୁଁ ଭାବୁଛି ମୋ ଭାଇ ଭଉଣୀ 4 ଜଣ ଯାକ ଜନ୍ମ ହେଇସାରିଥିଲା। ମତେ ସମସ୍ତେ ଭୟ କରନ୍ତି, କାହିଁକିନା ମୁଁ ବଜାରିଆ ନା, ଦାଦାଗିରିଆ, ମତେ ଭୟ କରିବେ ନା। ନେମାଳ ଯିବି ବୋଲି ସ୍ଥିର କଲି। ରୁଟ୍ ବୁଝି ଦେଇଛି ଶିକ୍ଷିତ ଲୋକଙ୍କଠୁ। ସିଏ କହିଛନ୍ତି ଏଇଠି ଯିବୁ କଟକ। କଟକ ଯଦି ନ ଯିବୁ ଜଗତପୁରରେ ଓହ୍ଲେଇ ପଡ଼ିବୁ। ଜଗତପୁରରୁ ପଳେଇବୁ ସାଲେପୁର, ସାଲେପୁରରୁ ନେମାଳ। ଠିକ ଅଛି, ମନ କଥା ମନେ ରହିଲା। ନିହାତି ପରେ 10-20 ଟଙ୍କା ହେଲେ ସିନା ମୁଁ ଏତେ ବାଟ ଯିବି। 10-20 ଟଙ୍କା ନହେଲେ ଯାଇହେବନି। ଘରେ ପଇସା ପତ୍ର ନ ଦେଇ ଖର୍ଚ୍ଚ ଚାପିକି ରଖିଲି ପଇସା। ମୁଁ ସେଠି କଣ କଲି, ପଇସା ରଖି 12 ମୋର ମନେ ନାହିଁ, 13 ବର୍ଷରୁ 14 ବର୍ଷ ବୟସ ମତେ ସେତେବେଳକୁ ଗଲି। କଟକ ସେତେବେଳେ 2.5 ଟଙ୍କା ଥାଏ ଏଇଠି ବସ୍ ଭଡ଼ା। ମସିହା କଥା ମୁଁ କହିପାରିବିନି। 2 ଟଙ୍କା ନା କଣ ମୋଠୁ ଜଗତପୁରକୁ ନେଇଥିଲି। ଜଗତପୁରରେ ଓହ୍ଲେଇଲି। ନିର୍ଦ୍ଧାରିତ ସମୟରେ କୋରୁଆ ବୟସ ଗୋଟେ ବସ୍ ଆସେ। ସେତେବେଳେ ଟ୍ରେକର ଆଉ ଯୋଉ କମାଣ୍ଡର ଚାଲୁଥିଲା, ଆଉ ଷ୍ଟାଣ୍ଡାର୍ଡ 20 ଚାଲୁଥିଲା। ସେ ଗାଡି ଗୁଡାକ ନାଁ ବି ମୁଁ ସଠିକ କହିପାରିବିନି। ଅଟୋ ସେତେବେଳେ ବାହାରି ନଥିଲା, ଟୋଟାଲ 3 ଚକିଆ ଅଟୋ ବାହାରି ନଥିଲା। ପହଞ୍ଚିଲି ସାଲେପୁର ଓହ୍ଲେଇ ପଡ଼ିଲି। ମୁଁ ସେତେବେଳେ ଚା ବିଡି ପ୍ରବଳ ଖାଏ, ପାନ ବି ଖାଏ। ଖାଇକି ଛାଡ଼ିକି କେମିତି ଯିବି, ମତେ ଦୋକାନୀ ସବୁ ବତେଇଲେ। କାହିଁକି କହିଲେ, ଦୋକାନୀ ତ ମୁଁ ସଠିକ ଖବର ବୁଝିନି, କାହିଁକିନା ମୁଁ ତାଙ୍କର ଗୋଟେ ଗ୍ରାହକ ହେଲେ ମତେ ସେ ସଠିକ କଥା କହିବେ। ବାଟେଇ ଘାଟେଇ ଲୋକ ଭୁଲଭାଲ କହିଦେବେ। ବୁଦ୍ଧି ମୋର ଜୋର ନା, ଈଶ୍ୱର ଦତ୍ତ ବୁଦ୍ଧି ନା। ଏଇ କଣ ଶିକ୍ଷା ବୁଦ୍ଧି, ସ୍କୁଲ କଲେଜରେ ପାଠ ପଢିବା ବୁଦ୍ଧି। ସିଏ ସେଠୁ ମତେ କହିଦେଲେ ଗାଡି ଆଉ ମିଳିବ ନାହିଁ। ନେମାଳ କେତେ କିଲୋମିଟର, 12 କିଲୋମିଟର କି 13 କିଲୋମିଟର ମତେ ସାଲେପୁର କହିଲେ। ଏବେ ତ ମୁଁ ଜାଣୁଛି 13 କିଲୋମିଟର। ସେ ମତେ ମାନେ କୋଷ ହିସାବରେ କହିଥିଲେ, ଭୁଲ କହିଛନ୍ତି। 3 କୋଷ କି କଣ ଏମିତି ଗୋଟେ କଣ କହିଥିଲେ, ମୋର ମନେ ପଡୁନାହିଁ। ଆପଣ ମାନେ ତାକୁ କରେକ୍ସନ କରିବେ। ଯାହା ହଉ, କୋରୁଆ ବସ୍ ଗୋଟେ ରାତି 8ଟା 8:30 ଆସିଲା। କୋରୁଆ ବସରେ ଗଲି। ନେମାଳ ପାଖରେ ମତେ ସେ ଯୋଉଠି ଓହ୍ଲେଇ ଦେଲା, ଗାଦି ଜମା 10 ମିଟର ଦୂରରେ। ସେତେବେଳେ ଗାଦି କହିଲେ କିଛି ନଥିଲା। ମହାପୁରୁଷଙ୍କ ଗାଦି କହିଲେ କିଛି ନଥିଲା। କିଏ କଣ କହିବେ ନ କହିବେ, ନେମାଳ ଗାଦି ବାବଦରେ କେତେ କଣ କିଏ ଟିପ୍ପଣୀ ଦଉଛନ୍ତି, ସେ କଥା ମୁଁ ଆଖି ଦେଖା କଥା କହୁଛି। ମୁଁ ସେଠି ପହଞ୍ଚିବା କଥା କହୁଛି। ତାଳ ବରଡା ତାଟି ଏମିତି ହେଇକିରି ପଡିଥିବ। ହାଟଟା ସେଇଠି ଥିଲା ମହାପୁରୁଷଙ୍କ ତଳେ। କିନ୍ତୁ ହାଟ ଯେତିକି ଉଞ୍ଚାରେ ଥିଲା, ଗୋଟିଏ ମତେ ଆଶ୍ଚର୍ଯ୍ୟ ଲାଗେ। ମୁଁ ମହାପୁରୁଷଙ୍କ ଆଶ୍ରିତ ବୋଲି ମୁଁ ସେ କଥା ଟେକିକିରି କହୁନି।
ସେତେବେଳେ ଧରନ୍ତୁ ହାଟ ଯୋଉଠି ଥିଲା ଏମିତି ଯୋଉ ତାଳ ବରଡା ତାଟି ପଡେ ତାପରେ ସିଧାରେ ଯଦି ମାପିବ 3 ଫୁଟ କି 4 ଫୁଟ ଉଚ୍ଚରେ ମହାପୁରୁଷ ଥିଲେ। ଆପଣ ଗୋଟେ ଚିନ୍ତା କରନ୍ତୁ, ମାନେ ଅଲୌକିକ ଜିନିଷଟାକୁ କେମିତି ଜାଣିବେ? ଏପର୍ଯ୍ୟନ୍ତ ଏକଥା କେହି କହିନଥିବେ। ନେମାଳରେ ଯିଏ ଆମର ପୂଜାରୀ ଅଛନ୍ତି, ଭଲମନ୍ଦ ଅଛନ୍ତି, ସେ କହିଥିବେ କି ନାହିଁ ମୁଁ ସେ କଥା କହିପାରୁନି। ମୁଁ କଣ ସବୁ ଆଇଟି ଦେଖୁଛି ନା ବିଶ୍ୱବ୍ରହ୍ମାଣ୍ଡକୁ ମୁଁ ଦେଖିଦେଇଛି? ମୁଁ ଜାଣିଛି ହାତର ତାଟିଟା ଯୋଉଠି ଥିଲା ତାଟିଠାରୁ 3 ଫୁଟ କି 4 ଫୁଟ ଉଚ୍ଚରେ ମହାପୁରୁଷ ଥିଲେ। ହାତ ତାଟିକି ବର୍ତ୍ତମାନ ତ ଆମର ନବୀନୀକରଣ ହେଇଗଲାଣି। 2 ବର୍ଷ ତଳେ ବା 1.5 ବର୍ଷ ତଳେ ଯିଏ ଯାଇଥିବେ ହାଟରେ ତାଟିଟା ହେଲେ କେତେ ଉଞ୍ଚା ତାଟିବେ? ତାଟି ତଳକୁ ଯିଏ ହାଟକୁ ସଉଦା ଆଣିବାକୁ ଯିବ ନଇଁକି ଯିବ। ଆମ ଭଳିଆ 5 ଫୁଟ 6-7 ଇଞ୍ଚିଆ ଲୋକ ଯଦି ଯିବୁ ଆମେ ନଇଁକି ଯିବୁ। ତାହେଲେ ତାଟିର ମଥାନଟା ଧରି ନିଅନ୍ତୁ 6 ଫୁଟ। 6 ଫୁଟ ହେଲେ ତାଠାରୁ 2-3 ଫୁଟ ହେଲେ କେତେ? 9 ଫୁଟ ଉପରେ ଥିଲେ ମହାପୁରୁଷ। ଏବେ ଆପଣଙ୍କର ଯୋଉ ଗାଁରେ ଯୋଉ ଢଳେଇ ଫଳେଇ ଭଲ ମନ୍ଦ ଯାହା ହେଇଯାଇଛି ଆପଣ ଦେଖୁଥିବେ, ଯିଏ 30-40 ବର୍ଷ ତଳେ ଘର କରିଥିଲେ ତାଙ୍କ ଘରେ ପାଣି ପଶି ଯାଉଛି ବର୍ତ୍ତମାନ ଢଳେଇ ଏତେ ହାଇଟ୍ ହେଇଯାଇଛି। ତେଣୁ ମହାପୁରୁଷ ଯୋଉ ଜାଗାରେ ଥିଲେ ସେ ଜାଗାଟା କଣ ମାନେ ନଈକି ସବୁ ପଳେଇଗଲା କି ମାଟି ଧୋଇ ହେଇକିରି? ଉତ୍ତର ଆସିବ ନାହିଁ। ଢଳେଇ ଯଦି ବଢିଲା, ସବୁ ଯଦି ବଢିଲା, ତାହେଲେ ସେ ଜାଗା ଯଦି ବଢିଲା, ଉଦାହରଣ ସ୍ୱରୂପ ମୁଁ ଆପଣଙ୍କୁ କହୁଛି 9 ଫୁଟ ଉପରେ ଯଦି ଥିଲେ ମାନେ ତଳ ଭାଗ ଠାରୁ 9 ଫୁଟ ଉଚ୍ଚରେ ଥିଲେ ମହାପୁରୁଷ, ହାତର ତାଟିଟା ହେଇଥିଲା ମଥାନଟା ହେଇଥିଲା 6 ଫୁଟ, 6 ଫୁଟ ଉପରେ 3 ଫୁଟ, ବର୍ତ୍ତମାନ ମହାପୁରୁଷ କେତେ ଫୁଟ ଉଚ୍ଚରେ ଅଛନ୍ତି? ଉତ୍ତର କାହା ପାଖରେ ନାହିଁ, କାହିଁକିନା ମୁଁ ଆଖି ଦେଖା କଥା ମୁଁ କହୁଛି। ମୁଁ ଗାଲୁଆମି ମାରେ ନା କି ଆମ ଟିଭିରେ କଣ ୟୁଟ୍ୟୁବରେ ଭିଉ ଆସିବ କି ଆମେ ପଇସା କମେଇବୁ କି ଆମେ ଗୋଟେ ବାବା ହେବୁ, ସେମିତି କିଛି ନାହିଁ। ମୁଁ ଘରେ ଉଣ୍ଡାଲି ଦେବି, ଯୋଉଟା ହେଇପାରିନି 20 ଦିନ ପଳେଇ ଆସନ୍ତି, ବେଳେ ବେଳେ ଖାଲି ଝିଅରେ ବି ପଳେଇ ଆସେ। ଅଛି ଡ୍ରେସ୍, ଆମେ ସେମିତି ଦେଖେଇବାକୁ ଚାହୁଁନି। ଆମେ ଦେଖେଇବାକୁ କଣ, ମୁଁ ବାବା ହେବି ମାନେ ପୁରା ସାଂଘାତିକ ବାବା ହେଇକିରି ବସିବି, ମାନେ ଯେମିତି ଡରିବେ ଲୋକ। କିଏ ଶ୍ମଶାନରେ ଯାଇକିରି ବସିକିରି କହୁଛି ମୁଁ ବେତାଳ ସାଧନା କରୁଛି, ମୁଁ କୁହେ ମୁଁ ତାଳ ସାଧନା କରୁଛି। ତମର ବେତାଳ ମାନେ ବେତାଳ, ରଙ୍ଗ ରୁଟ ଟା କଣ? ଖରାପ ରାସ୍ତା ବା ଭୁଲ ରାସ୍ତା। ଆମେ ରୁଟ ଉପରେ ଗଲା, ଆମେ ବି ଯଦି ଆମ ରାବଣ ଯେମିତି ସିରିଏଲ ସେଗୁଡାକରେ କିଛି କାମ ନାହିଁ, କିଛି କାମ ନାହିଁ। ସେଟା ଦେଖିବାରେ କଣ ହଉଛି? ମୁଁ ଗୋଟେ ଭଲ ପୋଷାକ ପିନ୍ଧି ମୋ ଶରୀର ରୂପଟା କୋଉ ମୋ କଳା ଅଛି କି ଧଳା ଅଛି ଦେଖିବ ନା ଚିକିଚିକିଆଟାକୁ ଦେଖିବ? ମୁଁ କଣ କହୁଛି ତାକୁ ଦେଖିବ ନା ମୁଁ କଣ କରୁଛି ତାକୁ ଦେଖିବ? ମୁଁ କଣ କରିବା ନ କରିବା ସେଟା ହଉଛି ଭଗବାନ ମତେ ଯାହା କରିବାକୁ କହିଛନ୍ତି, କରିବାକୁ କହୁଛନ୍ତି, ମୁଁ ସେଟା କରୁଛି। ଭଗବାନ ବର୍ତ୍ତମାନ ଭଲ କଥା କହୁଛନ୍ତି, ମୁଁ ଏଇନା ଭଲ କଥା କହୁଛି। ଭଗବାନ ମତେ ଟିକେ ପରେ ଆମ ଘର କତିରେ ଗୋଟେ କିଛି ଝଗଡ଼ା ଝାଣ୍ଟି ହେଇଯିବ, ଭଲ ମନ୍ଦ କରିବ, ମୁଁ ଦାଦାଗିରି ଦେଖେଇବାରେ ଆମେ କିଛି କମ ନାହିଁ, କରିବୁନି। ମତେ ଜଣେ କୁହନ୍ତି ତମେ ବାବା ଏମିତି କଣ ଗରମ ଟରମ ହେଇକି, ବାବା କଣ ଗରମ ଦେଖେଇବେନି? ଆଉ ବାବା ଯଦି ଗରମ ନ ଦେଖେଇବେ, ରାମ ଭଗବାନ ଯଦି କ୍ରୋଧାନ୍ୱିତ ନ ହେଇଥାନ୍ତେ କଣ ରାବଣକୁ ମାରିଥାନ୍ତେ? କ୍ରୋଧ ନହେଲେ କଣ ମାରି ହବ କି ଜଣକୁ? କିଏ କଣ ଭାବିବ, କିଏ କଣ ନ ଭାବିବ, ଆମର ସେଥିରେ କିଛି ମତଲବ ନାହିଁ। ମୁଁ ନେମାଳରେ ଯାଇ ପହଞ୍ଚିଥିଲି, ପହଞ୍ଚିଲା ପରେ ଟିକେ ଥଇଥାନ କରି ବସରେ ଯାଇ ରାତି 8ଟା 9ଟାରେ ପହଞ୍ଚିଲି। ପହଞ୍ଚିଲା ପରେ କେମିତି କଣ ଖାଇବି, କଣ ରହିବି, ସେ ବ୍ୟବସ୍ଥା ବି ଆମର ସ୍ୱୟଂ ମହାପୁରୁଷ ଆସି କରିଥିଲେ। ସେ କଥା କହିଲେ ଆଉ କଣ କହିବେ, ଏଟା ହେଲା ଗାଲୁଆ ଗପ ମୋର। କାହିଁକିନା କିଛି ଲୋକ ଜାଣନ୍ତି ମୁଁ ତାଡ଼ି ପିଏ ନା,
ଆମ ସଂସ୍ପର୍ଶରେ ଯୋଉମାନେ ଆସନ୍ତି କଥାବାର୍ତ୍ତା ହୁଅନ୍ତି କେବେ ତାଡ଼ି ବେଟି ଦିଏ, ଛାଡ଼ିବେ ମଦ ପିଏ, ଆଇଁଷ ଫାଇଁଷ ଖାଏ ନା, ସମସ୍ତେ ଜାଣିଛନ୍ତି। ନା ନା, ଏ ଯାହାଟା କହୁଛି ଏଟା ନିଶାରେ କହୁଛି, ତମେ ସେମିତି ରୁହ, କିଛି ଅସୁବିଧା ନାହିଁ। ମହାପୁରୁଷ ଡାଇରେକ୍ଟ ଆସି ମତେ ଦେଖା ଦେଇ ମୋର ଖାଇବା ପିଇବାର ବ୍ୟବସ୍ଥା କରି, ବର୍ତ୍ତମାନ ଯୋଉ ଅଛନ୍ତି ଗଗନାନନ୍ଦ ଗୋସ୍ୱାମୀ, ତାଙ୍କ ବାପାଙ୍କ ନାଁ ହଉଛି ବିବେକାନନ୍ଦ ଗୋସ୍ୱାମୀ। ବିବେକାନନ୍ଦ ଗୋସ୍ୱାମୀଙ୍କ କତିରେ ପହଞ୍ଚି ମତେ ସେ ରୁମରେ ରହିବା ପାଇଁ ବ୍ୟବସ୍ଥା କରେଇଦେଲେ। କାହିଁକି ନା କପିଳ ବାବା ଏଠୁ କହିଥିଲେ ମୁଁ ନେମାଳ ଯିବି, ନେମାଳରେ ମହାପୁରୁଷଙ୍କ ଗାଦିଟା ତ ହଉଛି ମାଟି ସାଆନ୍ତ ବୋଲି ତାଙ୍କୁ କୁହନ୍ତି, ମାଟି ଗଦା ସାଆନ୍ତ। ସେ କଣ ମୋ ସାଙ୍ଗରେ କଥାବାର୍ତ୍ତା କଲେ? ତାଙ୍କର ସ୍ୱରୂପ ବା ତାଙ୍କର ଶକ୍ତି ଯାହା ଭିତରେ ପ୍ରବେଶ କରି ମତେ କଥାବାର୍ତ୍ତା କରିକିରି ଖାଇବା ପିଇବା ବ୍ୟବସ୍ଥା କରି ମୋର ମାନେ ମତେ ସେତେବେଳକୁ ହେଇଥାଏ 13-14 ବର୍ଷ, ସିଏ ମୋର 30-40 ବର୍ଷର ସାଙ୍ଗ ଭଳିଆ କଥାବାର୍ତ୍ତା କରିକିରି ମତେ ହେଇଥାଏ 13-14 ବର୍ଷ, କଥାଟାକୁ ନୋଟ କରୁଥିବେ। ସେ 30-40 ବର୍ଷର ସାଙ୍ଗ ଭଳିଆ ଆସି କେତେବେଳେ ଆସିଲ ବାପା ଆସ ଖାଇବ, ଇଏ କରିଛ। ଆମେ ବର୍ତ୍ତମାନ କଣ କରୁଛେ? ଆମେ କହୁଛେ ମୁଁ ମହାପୁରୁଷ, ମୁଁ ଭକ୍ତ, ମୁଁ କଳିଙ୍କି, ମୁଁ ରାମଦାସ, ମୁଁ ସେ କୃଷ୍ଣ ଦାସ, ଅଚ୍ୟୁତାନନ୍ଦ ଦାସ। ତମେ ଏମିତି ପୁଳା ପୁଳା ହେଲେ କିଛି ପରିବର୍ତ୍ତନ ହବନି ସଂସାର। ତମ ପୁଳା ପୁଳାକୁ ବିନାଶ କରିବା ପାଇଁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ପୁଣ୍ଡରୀକ କୃଷ୍ଣଙ୍କୁ ବିନାଶ କଲା ଭଳିଆ କରିବେ। ତେଣୁ ଟିକେ ସୁଧୁରି ଗଲେ ଭଲ ହବ। ଟିକେ ଦେଶବାସୀ ମାନଙ୍କୁ ତମକୁ ଯୋଉ ସୁଯୋଗ ଦିଆହେଇଛି, ଦେଶବାସୀ ମାନଙ୍କୁ, ରାଜ୍ୟବାସୀ ମାନଙ୍କୁ, ଭକ୍ତ ମାନଙ୍କୁ ଯୋଉମାନେ ଆଧ୍ୟାତ୍ମିକ ଲାଇନରେ ଅନୁପ୍ରାଣିତ ଅଛନ୍ତି, ସେମାନଙ୍କୁ ଟିକେ ସହଜ ବୁଦ୍ଧି ସହଜ ଜ୍ଞାନ ଦିଅ। ନଦେଲେ ତମର ବିନାଶ, ତମର ଆଗେ ବିନାଶ ହବ, ପରେ ଆଙ୍କର ବିନାଶ ହବ। କାରଣ ଗୁରୁ ମରିବେ ଶିଷ୍ୟ ରକ୍ଷା ପାଇବେ। ଜୟ ଜଗନ୍ନାଥ।